Christmas Monica waiting for June 9 to 10 marriage. ଲକ୍ଷେ ତାରା ମେଳରୁ ମୁଁ ତତେ ପାଇଛି କେମିତି ଛାଡ଼ିଦେବି ମୁଁ ଖାଲି ତତେ ଭାବୁଛି। ଆପଣମାନେ ଜାଣିଛି ଆମେ ଯାଇନୁ କାହିଁକିନା ଆଜି 5-6 ଦିନ ହେଇଛି ଆଉ 7 ଦିନ ହେଲେ ଯିବୁ ଟେଷ୍ଟ ପାଇଁ। ଆଉ ଟେଷ୍ଟରେ ତ ଯାହା ତ ଅଛି ସବୁ ଠିକ୍ଠାକ୍ ବାହାରିବ, କିନ୍ତୁ ମୋ ଭଳି ଭୁଲ ଜମା ବି କରନ୍ତି, କାହିଁକିନା ମୋ ଭଳି ଭୁଲ କରିବେ ଆପଣ ନିଶ୍ଚୟ ପସ୍ତେଇବେ। ଆଉ ମୁଁ ଜାଣିଛି ସବୁ ଠିକ୍ଠାକ୍ ଆସିବ, ମୁଁ ତ ମାନେ ସବୁ ଡାଇଟ୍ରେ କରୁଛି। ବେଶୀ ଆପଣମାନେ ପ୍ରେଗନେନ୍ସି ଟାଇମ୍ରେ ଶ୍ଵେତସାର ଜାତୀୟ ଖାଦ୍ୟ ତାଠୁ ଦୂରେଇ ରୁହନ୍ତୁ, ନହେଲେ ଆପଣମାନେ ମୋ ଭଳି ପସ୍ତେଇବେ। ତ ବିଶେଷ କରି ଆଳୁ ଆଉ ହେଉଛି କ'ଣ ସେଇଟା କୁହନ୍ତୁ ଚିନି, ଏଇ ଟାଇପ୍ର ଜିନିଷକୁ ପ୍ରେଗନେନ୍ସି ଟାଇମ୍ରେ ଖାଇବେ ଅବଶ୍ୟ, ବଟ୍ ମାନେ କ'ଣ 100%ରୁ 10% କିମ୍ବା 25% ଖାଇବେ, ନଚେତ୍ ନାହିଁ। ଆଉ ଯେତେ ଦୂରେଇ ରହିବେ ସେତେ ଭଲ। ଆଉ ମୁଁ ଶ୍ଵେତସାର ଜାତୀୟ ଖାଦ୍ୟ ଭଲ ପାଏ, ଆପଣମାନଙ୍କୁ କହିଛି ଆଗ ଭିଡ଼ିଓରେ। ବିଶେଷ କରି ଆଳୁକୁ ମାନେ ଛୋଟବେଳୁ ଆଳୁ ମୁଁ ଛୋଟବେଳୁ କିଛି ବି ପରିବା ଖାଉନଥିଲି, କିଛି ବି ନୁହେଁ, କହିଚାଲିଛି ମୋ ମାଆ ସବୁବେଳେ ଖାଏ ସେଇଥିପାଇଁ ତୋର ଏମିତି ହେଲା। ନାଇଁ ସେମିତି କିଛି ନାହିଁ, ମୋତେ ଭଲ ଲାଗେ ତ ମୁଁ ଖାଏ। ଆଉ ଏବେ ଅକ୍ୱାର୍ଡ ଲାଗୁଛି କାହିଁକିନା ଯେତେବେଳେ ଶ୍ଵେତସାର ଜାତୀୟ ଖାଦ୍ୟ କିଛି ବି ଖାଇବାକୁ ମାନେ ସୁଯୋଗ ମିଳୁନି କ'ଣ ମୁଁ ନିଜେ ଖାଉନି, ଆପଣ ଭାଇନା କହୁଛନ୍ତି ତୁ ଖା ଆମର କିଛି ନାହିଁ, ସିଏ ମାନେ ତାଙ୍କର କିଛି ନାହିଁ, ତୁ ଆମର ଖା ସବୁ ଖା ତୁ ସବୁ ଖାଇବୁ, ମାନେ ଏମିତିକି ସବୁ କିଣିକାଣି ଆଣି କହୁଛନ୍ତି ଖା ବୋଲି, ବଟ୍ ମୁଁ କିଛି ଖାଉନି କାହିଁକିନା ଯାହା ବି ହେଲେ ଆଗକୁ ତା ପାଇଁ ଧ୍ୟାନ ଦେବାକୁ ପଡ଼ିବ। ଆମର ଖୁସି ପାଇଁକା ଆମେ ଗୋଟେ ଛୁଆ ଜୀବନକୁ ଇଏ କରିବାନି, ଆଉ ସେଥିପାଇଁକା ମୁଁ ତାକୁ ଖାଉନି। ଆଉ ଆପଣ ଭାଇନା ସବୁବେଳେ କହୁଛନ୍ତି ନାଇଁ ତୁ ଖା କିଛି ନାହିଁ, ତୁ ଡକ୍ଟର କ'ଣ କହୁଛନ୍ତି ଇଏ କହୁଛି ତୁ ଆମର ଖା। ଏମିତିକି ମୁଁ ଭାତ ବି ଡାଇଟ୍ରେ ରଖିଛି, ଭାତ ବି ଏତେ ଖାଉନି। ଆଉ ରୁଟି ହଁ ଅଲଗା ଅଟା ଅଛି କାଳେ ଆଣିଥିଲେ ତାକୁ ଖାଉଛି। ଆଉ 7 ଦିନ କଣ୍ଟ୍ରୋଲ୍ କରିଦେଲେ ବାସ୍ ନର୍ମାଲ୍ ସବୁ ହେଇଯିବ, ଭାବୁଛି ସବୁ ଠିକ୍ଠାକ୍ ହେଇଯିବ। ଆଉ ହଁ ମୋ ଭଳି ଭୁଲ ଜମା ବି କରିବେନି, ଆପଣମାନେ ଯେତେବେଳେ ପ୍ରେଗନେନ୍ସିରେ ରହୁଛନ୍ତି ଆପଣମାନେ ଜାଣୁଛନ୍ତି ପ୍ରେଗନେନ୍ସିରେ ଅଛନ୍ତି, ମାନୁଛି କିଛି ଖାଇବା ପାଇଁ ଇଚ୍ଛା ହେବନି ଅବଶ୍ୟ, ବଟ୍ ଆପଣମାନେ ଯେତେବେଳେ ଡାଇଟ୍ରେ ରହିବେ ସେତେ ଭଲ, କାହିଁକିନା ଡାଇଟ୍ରେ ରହିଲେ ହିଁ ଆପଣମାନଙ୍କ ଛୁଆ ସୁସ୍ଥ ସବଳ ହିଁ ବାହାରିବ। ବିଶେଷ କରି 3-4 ମାସ ଯାଏଁ ଖାଇବା ପାଇଁ ତ ଇଚ୍ଛା ହୁଏନି, ମୋର ବି ହେଉନଥିଲା, ଏବେ ବି ଇଚ୍ଛା ହେଉନି। ଆପଣମାନେ ବିଶ୍ୱାସ କରିବେନି ସମସ୍ତେ କହୁଛନ୍ତି ତୋର ଏକାଠିଆ ଇଚ୍ଛା ହେଉନି, ସମସ୍ତଙ୍କର 4-5 ମାସ ଯାଏଁ ଖାଇବାକୁ ଇଚ୍ଛା ହେଉନି, ତାପରେ ଇଚ୍ଛା ହୁଏ 6 ମାସ 7 ମାସ ଗଲେ ତୋର ଇଚ୍ଛା ହେଉନି, ବଟ୍ ମୋର ସତ କଥା ମୋର ଜମା ଇଚ୍ଛା ହେଉନି କିଛି ଖାଇବା ପାଇଁ, କିନ୍ତୁ ଭୋକ କରୁଛି ଜବର, ଭୋକ ମାନେ ଜବର କରୁଛି, କିନ୍ତୁ ଖାଇବା ପାଇଁ କିଛି ଇଚ୍ଛା ହେଉନି, ବାସ୍ ହାଲକା ଫୁଲକା ଖାଇଦେଲେ ଠିକ୍ଠାକ୍। କାମ ପ୍ରେସର୍ ନୁହେଁ, ବଟ୍ କାମ ତ କିଛି ନାହିଁ, ଖାଲି ରୋଷେଇ। ଆପଣମାନଙ୍କ ଭାଇନା ଡ୍ୟୁଟି ପଳେଇଲେ ତ ମୋ ପାଇଁକା ଖାଲି ବାସ୍, ଆଉ ଯେଉଁଦିନ ରହିଲେ ତାଙ୍କ ପାଇଁକା। ଆଉ ସେ ବି କିଛି କାମ ହେଲ୍ପ କରିଦିଅନ୍ତି, ଆଉ ସେ ପ୍ରେସର୍ କିଛି ନାହିଁ, ବଟ୍ ଖାଇବା ଟାଇପ୍ ରଖିବାର ଥିଲା। ନନ୍ଭେଜ୍ରେ ମୁଁ ଏପର୍ଯ୍ୟନ୍ତ ଚିକେନ୍ ଖାଇନି, କାଲି ଅବଶ୍ୟ ଆଣିଥିଲେ ବଟ୍ ମୋତେ ଭଲ ଲାଗିଲାନି ଖାଇବା ପାଇଁକା, ମାନେ ପିସ୍ ଖଣ୍ଡେ ଛିଣ୍ଡେଇ ଖାଇଛି, ମୋତେ ଆଉ ଟୋଟାଲି ଇଚ୍ଛା ହେଲାନି। ଡକ୍ଟର କହିଛନ୍ତି ନନ୍ଭେଜ୍ ଯେତେ ଖାଇବ, ମଟନ୍କୁ ଆଭଏଡ଼୍ କରିବାକୁ କହିଛନ୍ତି, ବଟ୍ ମଟନ୍ ମୋ ଫେଭରେଟ୍। ମଟନ୍କୁ ଆଭଏଡ଼୍ କଲେ ଗୋଟେ କଥା ଜାଣିନାହିଁ, ମୋତେ ଫାର୍ଷ୍ଟ ମୁଁ ଯେଉଁଗୁଡ଼ା ଫେଭରେଟ୍ ସେଗୁଡ଼ାକୁ ମୁଁ ଆଭଏଡ଼୍ କଲି, ମାନେ ମୋତେ ଇଚ୍ଛା ହେଲାନି ଖାଇବା ପାଇଁ, ମୋତେ ଗଲା। ଆଉ ଯେଉଁଗୁଡ଼ା ନ ଫେଭରେଟ୍ ସେଗୁଡ଼ା ସବୁ ଖାଇଲି, ବଟ୍ ଏବେ ଡକ୍ଟର ତାକୁ ବି ମନା କରୁଛନ୍ତି ଖାଇବା ପାଇଁ। ତ କରିବ କରି କ'ଣ କରିବ, ତ ଏମିତି କିଛି। ଆଉ ସେ ଯାହା ବି ହଉ ଗୋଟେ ଦୁନିଆ ଦେଖିବା ପାଇଁ ହେଲେ ଆମ ନିଜ ଖୁସିକୁ ବି ମାରିବା ପାଇଁ ପଡ଼େ। ଆଉ ମୁଁ ତ ମୋ ସେ ଖାଇବା ପାଇଁ କିଛି ନାହିଁ, ଏତେ ଖାଲି ଭୋକ କରୁଛି, ଖାଇବା ହିଁ ଦରକାର। ଆଉ
ଆଉ ଏବେ ଟିକେ କଷ୍ଟ ହେଉଛି କାହିଁକିନା ସିଏ ମୁଭିଂ କରୁଛି ତ ବେଳେବେଳେ କଷ୍ଟ ହେଉଛି। ଆଉ ରାତିରେ ଟିକେ ଶୋଇବା ପାଇଁକା ଟିକେ ଅକୱାର୍ଡ ହେଉଛି, ମାନେ ଶୋଇ ହେଉନି। ଅଧଘଣ୍ଟେ ଖଣ୍ଡେ ମୋତେ ମାନେ ଇଏ ହେଇଗଲା, ତାପରେ ଠିକ୍ ଠାକ୍ ଶୋଇବା ପୁରା ଠିକ୍ ଠାକ୍। ଆଉ ରାତିରେ ବି ଶୋଇବାରେ ଟିକେ ଇଏ ହେଉଛି। ଆଉ ଏମିତି ତ ଚାଲିଛି 6 ମାସଟା। ଆଉ ଫାର୍ଷ୍ଟ ମାସ, ସେକେଣ୍ଡ ମାସ, ଥାର୍ଡ଼ ମାସ ହୋଇସାରିଛି। ଫୋର୍ଥ ମାସ ବି ସେମିତି ଲାଗୁଥିଲା, ଖାଇବା ପିଇବା ଠିକ୍ ନଥିଲା। ତ ସବୁ ମାନେ ମୋତେ ଇଏ ହେଉଥିଲା, ସ୍ମେଲ୍ ହେଉଥିଲା। ମାନେ ଆଗରୁ ତ ସ୍ମେଲ୍ ଥିଲା, ସେଟା ସ୍ମେଲ୍ ତ କମିଯାଇଥିଲା, ବଟ୍ ଫିଫ୍ଥ ମାସରେ ବି ସେଇଆ ବାନ୍ତି ଫାନ୍ତି ମାନେ ଏକ୍ସେଟ୍ରା ସବୁ ହେଉଥିଲା। ଫିଫ୍ଥ ମନ୍ଥ ପ୍ଲସ୍ ଯେତେବେଳେ ହେଲା ମୁଁ ଘରକୁ ଯାଇଥିଲି, ତ ଘରୁ ଆସିଲା ପରଠାରୁ ଟିକେ ଏବେ ବି ଠିକ୍ ଠାକ୍ ଅଛି ଅବଶ୍ୟ, ବଟ୍ ଏତେ ବି ଠିକ୍ ଠାକ୍ ନାହିଁ। ଆଉ ଯାହା ଆଗ ଅପେକ୍ଷା ତ ବେଟର୍ ଅଛି। କିନ୍ତୁ ଏବେ ତ ମୁଭିଂଟା ମୋତେ ପୁରା ଜଣାପଡ଼ୁଛି। ମାନେ ଏମିତି ମୁଭିଂ ଡେଟ୍ ମାନେ ଆମ ଆନିଭର୍ସରୀ ଦିନ ହିଁ ସେ ମୁଭିଂ କଲା। ସେ କହିଲା ମୋ ବାବା ମାଆଙ୍କୁ ବି ମୁଁ ମାନେ ଗୋଟେ ସରପ୍ରାଇଜ୍ ଦେବି, ଆନିଭର୍ସରୀ ସରପ୍ରାଇଜ୍। ତ ସେ ମୋତେ ଆମକୁ ଆନିଭର୍ସରୀ ସରପ୍ରାଇଜ୍ ଦେଲା। ମୋର ଆଗରୁ ମୁଭିଂ ହେଉନଥିଲା, ଡକ୍ଟର କହିଲେ କି ହଁ ଲେଟ୍ରେ ମୁଭିଂ ହେବ, 6 ମାସ ବେଳକୁ। ଆକ୍ଚୁଆଲି ସତ କଥା 6 ମାସ ବେଳକୁ ହେଲା। ଆଉ ବିଶେଷ କରି ଆମ ଆନିଭର୍ସରୀରେ ହିଁ ସେ ମୁଭିଂ କଲା। ମୁଁ ବସିଛି, ଏମିତି ବସିଛି, ତାପରେ ଆନିଭର୍ସରୀ ବେଳେ ସିଏ ସେଠି ଲିଟିଲି ବସିଛି, ସିଏ ସେଠି ବସିଛନ୍ତି। ମୁଁ ଏମିତି ବସିଛି, ଫଟ୍ କିନା କଣଟେ ହେଇଗଲା। ମୁଁ କଣ ହେଲା ଫାର୍ଷ୍ଟ ଥର ଜାଣିପାରିଲିନି, ତାପରେ ସେକେଣ୍ଡ ଥର ଯେତେବେଳେ ହେଲା ମୁଁ କହିଲି କାନ୍ଦି ପକେଇଲି। ମୁଁ କହିଲି ବାବା ମୋର ମୁଭିଂ ହେଲା ଲିଟିଲି। ତ ଲିଟିଲି ସତରେ ଗୋଟେ ଖୁସିରେ କାନ୍ଦି ପକେଇଲି। ତ ସେ ବହୁତ ଭଲ ଅଛି ମହାଦେବଙ୍କ କୃପାରୁ। ଆଉ ସବୁବେଳେ ସେ ଭଲରେ ଥାଉ, ଆପଣମାନଙ୍କ ଭଲ ପାଇବା ଆମ ପ୍ରତି ଯେମିତି ଅଛି ତା ପ୍ରତି ବି ସେମିତି ଥାଉ। ଆଉ ତ ତା ପାଇଁକା ଗୋଟେ ମା ତା ଛୁଆ ପାଇଁକା ସବୁ କିଛି ବି ସାକ୍ରିଫାଇସ୍ କରିପାରେ, ସବୁ କିଛି ବି କରିପାରେ। ତ ମୁଁ ଏତିକି କରିପାରିବିନି, ନିଜେ ଖାଇବା ପାଇଁ ଦାୟିତ୍ୱ ରଖିଦଉଛି। ତ ଡେଲି ବ୍ଲଗ୍ କରିବାକୁ ଇଚ୍ଛା ହଉନି, ଏଇଥିପାଇଁ ଯେ ଏବେ ଟିକେ ଦେହ ଟିକେ ବ୍ୟସ୍ତ ଲାଗୁଛି। ସେଥିପାଇଁ ଡେଲି ବ୍ଲଗ୍ ଆଣିପାରୁନି। ତ ଦେହ ଠିକ୍ ଠାକ୍ ଲାଗିଲେ ମୁଁ ଡେଲି ବ୍ଲଗ୍ ଆଣିବି। କାହିଁକିନା ଏବେ ଯେତେବେଳେ ଦାୟିତ୍ୱ ଅଛି, କିଛି ଖାଉନି, ବାସ୍ ନର୍ମାଲ୍ ଖାଦ୍ୟ ଖାଉଛି, ତ ସେଥିପାଇଁ ତ ଟିକେ ଆଉ ଏମିତି ଆଉ ହଁ ମୁଁ ଜାଣିଛି ଠିକ୍ ଠାକ୍ ସବୁ ହେଇଯିବ। ଆଉ କାହିଁକିନା ମହାଦେବଙ୍କ ଆଶୀର୍ବାଦ ଯାହା ଉପରେ ଅଛି ସେ କେବେ ବି ହାର ମାନେନି, କୋଉ ପରିସ୍ଥିତିରେ ବି ନୁହେଁ। ଆଉ ଯେତେ ବାଧାବିଘ୍ନ ଆସୁ, ମୋ ଲାଇଫ୍ରେ ବହୁତ ବାଧାବିଘ୍ନ ଆସିଛି। ଆଉ ସବୁକୁ ବି ମହାଦେବଙ୍କ ଗୋଟେ ଡାକରେ ମହାଦେବ ସବୁବେଳେ ଦୂରେଇ ଦେଇଛନ୍ତି, ଆଉ ଏଇଟା ବି ଦୂରେଇ ଦେବେ। ଆଉ ଭଲ କିଛି ପାଇବା ପାଇଁ ହେଲେ ଆମକୁ ଖରାପ ରାସ୍ତା ଦେଇ ଯିବା ପାଇଁ ପଡ଼େ। ଆଉ ତ ଏଇଟା ଆଠୁ ଭଲ ଆଉ କିଛି ନାହିଁ ମୋ ଲାଇଫ୍ରେ, ଆପଣଙ୍କ ଭାଇନାଙ୍କ ଲାଇଫ୍ରେ। ଆଉ କାହିଁକିନା ସମସ୍ତଙ୍କ ଛୁଆଙ୍କୁ ଧରିବା ଆଉ ନିଜ ଛୁଆଙ୍କୁ ଧରିବା, ଯେତେ ବି ଯାହାର ଛୁଆ ହେଇଥାଉ, ନିଜ ରିଲେଟିଭ୍ ଯେତେ ବି କ୍ଲୋଜ୍ ହେଇଥାନ୍ତୁ, ତାଙ୍କ ଛୁଆଙ୍କ ଅପେକ୍ଷା ନିଜ ଛୁଆ ହିଁ ବେଟର୍ ଥାଏ। ଆଉ କାହିଁକିନା ନିଜ ଛୁଆ ଉପରେ ନିଜର ସେତିକି ଅଧିକାର ଥାଏ। ଆଉ ଯେଉଁଟାକି ଆମେ ସେଟା ଫିଲ୍ କରିବା ପାଇଁ ଯାଉଛୁ। ସତ କଥା ଯେବେ ଜାଣିଲି ଆପଣମାନଙ୍କୁ କହିଛି, ମୁଁ ତ କାନ୍ଦିଥିଲି ଜବର। କାହିଁକି ନା ସେମିତି ନାହିଁ କିଛି, ବଟ୍ ଠାକୁର ଯେତେବେଳେ ଦେବେ ସେଇଟା ଠିକ୍ କଥା। କିନ୍ତୁ କିଛି ଲୋକଙ୍କର କହିବା ତ ସେଇଟା ମୋତେ ବହୁତ କଷ୍ଟ ଦେଇଥିଲା। ଆଉ ଏମିତି ନାହିଁ କି ଆମର 2-3 ବର୍ଷ ବାହାଘର ହେଇଯାଇଛି, ବେବି ହେଇନି ତ ଆପଣମାନେ କହିବେ, ତ ସେମିତି ନାହିଁ। ବାସ୍ ନିଜ ଲୋକ କହିଥିଲେ, ନିଜ ଲୋକ।
ଯୋଉଟାକି ମୁଁ କେବେ ଆଶା କରିନଥିଲି। ତ ସେଇମାନେ ଏବେ ପାଟି ଚୁପ୍, କାହିଁକି ନା ମହାଦେବ ଯେତେବେଳେ ଦେବେ ନା ଭଲ ହିଁ ଦେବେ। ତ ସେ ବି ମହାଦେବଙ୍କୁ ବିଶ୍ୱାସ କରନ୍ତି, ବଟ୍ ତ ଆଜିକାଲି ଲୋକଙ୍କୁ ବିଶ୍ୱାସ କରିବେନି, କାହିଁକି ନା ଗୋଟେ କଥା ପଛରେ ଗୋଟେ କଥା ଆଗରେ। ତ ଛାଡ଼ନ୍ତୁ, ତାପରେ ଆପଣମାନେ ଯେତେ ଡାଏଟ୍ କରିବେ, ଡକ୍ଟର ମୋତେ ସେଇଆ କହିଲେ। ଆଉ ଆପଣ ଭାଇନାଙ୍କୁ ବି କହିଲେ ଯେତେ ଡାଇଟ୍ରେ ରହିବ ଠିକ୍ ଠାକ୍ ହେଇଯିବ, ନର୍ମାଲି କିଛି ନାହିଁ, ଏମିତି ବେଗନେସ୍ ହୁଏ। ତ ଏବେ ଡାଏଟ୍ କରିବାରୁ ଆଉ 2 ଦିନ ତ ରହିଲା, ଦେଖେଇଲେ ଯାଇକି ଜଣା ପଡ଼ିବ। ଆଉ କେମିତି ଆଉ 2 ମାସ ଯିବ ଆଉ ବେବି ପୁରା ସେଥିପାଇଁ ଏକ୍ସାଇଟେଡ୍ ବହୁତ ସାରା ମୁଁ। ଆଉ ଆଉ ରିଲ୍ସ କରିଥିଲି, ସେଥିପାଇଁକା ଗେଟଅପ୍ ଦେଖିପାରୁଥିବେ। ରିଲ୍ସ କରୁଥିଲି, ଆପଣମାନଙ୍କୁ ଭାବିଲି ସେୟାର କରିଦେବି କିଛିଟା ଭିଡ଼ିଓ। ଆଉ ଆକ୍ଚୁଆଲି ଆପଣମାନେ ବିଶ୍ୱାସ କରିବେନି, ମୁଁ ଯାଇଥିଲି ଗୋଟେ ମୁଭି ଦେଖିବାକୁ କ୍ରିଷ୍ଣାଙ୍କର, ଶ୍ରୀକୃଷ୍ଣଙ୍କର। ତ ସେ ମୁଭି ଯେତେବେଳେ ଦେଖିଲି, ସତ କଥା ମାନେ ଏତେ କଷ୍ଟ ହୁଏ, ଜମା ବି କଷ୍ଟ ହେଲାନି। ସତ କଥା ଠାକୁରଙ୍କର କିଛି ଦେଖିଲେ କଷ୍ଟ ହୁଏନି। ଏମିତି କାଲିଠୁ ମୁଁ ସବୁବେଳେ ଦେଖେ ପ୍ରାୟ, କିନ୍ତୁ କାଲି ବେଶୀ ଦେଖିଲି। କାଲି ବି ଏତେ ଠାକୁରଙ୍କର ସିରିଏଲ ଶ୍ରୀକୃଷ୍ଣ ଏମିତି କିଛି ଦେଖିଲାଙ୍କୁ ଭଲ ଲାଗୁଛି, ବେଟର ଲାଗୁଛି। ଆଉ ଏମିତି ଖାଇବା ପିଇବା ତ ସବୁ ଠିକ୍ ଠାକ୍ ଚାଲିଛି, ନର୍ମାଲ ସବୁ ଠିକ୍ ଠାକ୍ ଚାଲିଛି। ଆଉ କୋଉମାନେ ଜାଣିଛନ୍ତି ପ୍ରେଗନେନ୍ସି ଟାଇମରେ ଏମିତି ହୁଏ ତ କମେଣ୍ଟ ବକ୍ସରେ ନିହାତି କମେଣ୍ଟ କରିବେ। ଆଉ କାହିଁକିନା କିଛି ଲୋକ ବି ନେଗେଟିଭ୍ ନେଇଯାଆନ୍ତି, ଏଇ ତାର ନୁହଁ ସୁଗାର ବାହାରିଛି, ତାର ନୁହଁ ବେବି ହେଇଛି ସୁଗାର ବାହାରିଛି। ଆରେ ନାଇଁ, ଆଗରୁ ସୁଗାର ଥିଲେ ପ୍ରୋବ୍ଲେମ୍ ହୁଏ, ଅବଶ୍ୟ ପ୍ରୋବ୍ଲେମ୍ ହଉନି, କାହିଁକିନା ମୁଁ ଦେଖେ ଜଣଙ୍କର ହେଇଥିଲା, ତ ତାଙ୍କର ବେବି ହେଲା, ମୋର ଭଲରେ ହେଲା ବେବି। ତ ମୋର ଆଗରୁ ସୁଗାର ନଥିଲା। ଆପଣମାନେ ଦେଖିପାରୁଥିବେ ମୁଁ ସୁଗାର ପେସେଣ୍ଟ ଭଳିଆ ଲାଗୁଛି। ତ ମୁଁ ତ ଖାଇବା 6 ମାସ ଯାକେ ଟିକେ ଷ୍ଟେବୁଲ୍ ହେଲାନି, ତ ମାନେ ଅପଡାଉନ୍ ହେଲା ମାନେ କଣ, ସେତେଥର ଏତେ ବେଶୀ ଖାଦ୍ୟ ଖାଇଦେଲି। ତ ମାନେ ପନିପରିବା ମୋତେ ଖାଇବାକୁ ଭଲ ଲାଗେନି, ସତ କଥା। ଶାଗ ଖାଇବା ପାଇଁ ଭଲ ଲାଗେନି। ତ ନନଭେଜରୁ ଏବେ ତ ଚିକେନ୍ ଖାଇବା ପାଇଁ ଭଲ ଲାଗୁନି, କିଛି ଖାଇବା ପାଇଁ ଭଲ ଲାଗୁନି, ଖାଲି ମଟନ୍ ଛଡ଼ା। ତ ଆପଣମାନେ ମଟନ୍ଟା ବି ମାନେ ସୁଗାରକୁ ଟାଣି ଆଣିବ, କାହିଁକିନା ଅଏଲ୍ ଅଂଶ ବେଶୀ ଥାଏ। ତ ମୁଁ ସବୁ ଯାକ ସେଇ ଜିନିଷ ଖାଇଲି ନା, ତ ସେଥିପାଇଁକା ସୁଗାରଟା ଟିକେ ଜଷ୍ଟ ବଢ଼ିଗଲା। ତ ନହେଲେ ସେମିତି କିଛି ନାହିଁ, ଯଦି ଏବେ କଣ୍ଟ୍ରୋଲ୍ କରିଦେଉଛି ତ ଡକ୍ଟରଙ୍କ ହିସାବରେ ମୁଁ ଠିକ୍ ଠାକ୍ ହେଇଯିବ। ତ ଡକ୍ଟର କହିଛନ୍ତି, ତ ଆପଣମାନଙ୍କ କଥା ନେଇକି, କିନ୍ତୁ ଆପଣମାନେ ଏମିତି ଭୁଲ କେବେ ବି କରିବେନି। ଯେତେବେଳେ ପ୍ରେଗନେନ୍ସି ରହୁଛି, ଆପଣ ଜାଣୁଛନ୍ତି ଆପଣଙ୍କର କି ଆପଣଙ୍କ ସ୍ତ୍ରୀଙ୍କର କି ଆପଣଙ୍କ ଭଉଣୀଙ୍କର କି କିଛି ବି ଜାଣୁଛନ୍ତି, ପ୍ଲିଜ୍ ଯେତେ ଜଲ୍ଦି ଏସବୁ ଇଗ୍ନୋର କରନ୍ତୁ। ଇଗ୍ନୋର ମାନେ 100%ରୁ 25% 10% ଖାଆନ୍ତୁ, ବଟ୍ ଆଉ ସବୁ ଇଗ୍ନୋର କରନ୍ତୁ। କାହିଁକିନା ଆପଣଙ୍କୁ 9 ମାସ କଣ୍ଟ୍ରୋଲ୍ କରିଦେବେ, ଆପଣଙ୍କ ବେବି ହେଇସାରିଲା ପରେ ଆପଣ ଯେତେ ଖାଆନ୍ତୁ କିଛି ନାହିଁ, ବଟ୍ ସେଇ ଟାଇମ୍ରେ ଆପଣମାନେ ଯେତେ କଣ୍ଟ୍ରୋଲ୍ କରିବେ ଆପଣମାନଙ୍କ ପାଇଁ ସେତେ ଭଲ। ଆଉ ଏମିତି କିଛି ଥିଲା। ତାପରେ ସନ୍ଧ୍ୟା ଟାଇମ୍ ଆସିଗଲାଣି, ଆଉ ମୁଁ ରିଲ୍ସ କରୁଥିଲି, ରିଲ୍ସ ମୁଁ ଯେତେ କରୁଛି ସବୁ ଭୁଲି ଯାଉଛି। ତ ଆପଣମାନଙ୍କ ଭିଉ ଆସୁନି, ଆପଣମାନେ ଭିଉ ଦେଖୁନାହାନ୍ତି, ମୋତେ ଭାରି ମନ ଦୁଃଖ ହେଉଛି। ତ କେହି ଜଣ କହୁଛନ୍ତି ଫୁଲେଇ, ହଁ ଫୁଲେଇ ହେଲି, ହଁ ହେଲା, ତ ଫୁଲେଇ ଚଲେଇଛନ୍ତି ଗୋଟେ ଆଉ ମେସେଜ କମେଣ୍ଟ ସବୁ ସାରା ଠିକ୍ ଅଛି ହେଲି ଆଉ ଆପଣମାନଙ୍କ ପାଇଁ ହେଇଛି ତ କିନ୍ତୁ ମୋ ହଜବେଣ୍ଡ ପାଇଁ ଫୁଲେଇ ଆଗ ପାଇଁ। ତ ଏମିତି କିଛି ଆଉ ଆକ୍ଚୁଆଲି ଆଡ଼େ ବି ମୋତେ କୁଆଡ଼େ ବୁଲାବୁଲି କରିବା ପାଇଁ ଇଚ୍ଛା ହୁଏନି, କେବଳ ମୁଁ ଆଙ୍କ ସହିତ ବାହାରକୁ ଯାଏ, ଆଉ ଏକାଠିଆ କୁଆଡ଼େ ବି ମୁଁ ଯାଇନି। ତ ସେ ଡ୍ୟୁଟି ପଳେଇଲେ ରୁମ୍ ଭିତରେ
फोनटा ही धरे फोनटा धरिकी शोइली तो एमती टाइम फ्री जाए आउे चलाबुला करने हाँ गली बाहर किसी ना बट खरा जमी तो होना से चलाबुला भी बेस कर पारे ना से चलाबुला कले हाँ कंट्रोल हो था बस बट चलाबुला भी बेस कर पारे ना डॉक्टर कहते चला चली बेस करने तो ये टाइम संध्या देके चला चली कर दिए तो एमती सब हो जाए हाँ ग्लूकोज पीवा भी डॉक्टर कहते तो खरादिन जेहेतु पेट ठंडा रही भी पीऊली लगातार दिन को 3 थर डॉक्टर कहते तुम जिते थर पी पार तो पीऊली सी भी एमती सब मिसई मसई एमती सब जस्ट बाहर गला ठाकुर डाकुच जल्दी भल हो जाओ आप तो नेक्स्ट भिडियो गोटे आनबी बट आनी गोटे भिडियोटे आनी भलटे आपण रही शाढ़ी भल देखा ड्रेस एक्चुअली शाढ़ी रे सब झील मैंने भल देखा मोर भल लगे ना मुझे सुंदर नुह देखी पारे मो मुहर सब उठी गला ये सब कहीं उठुचे मुझे जानी पानी आ देखो नख कमी फाटी जाए कबाट लगिगला से पूरा मार्च मसरे लगी चापी फाटी जाता पूरा ये पूरा दर्ज हो ब्लड बाहर बैंडेज करी भल होगा बट ये से नखटा जो मरी जाए तो एमती अवस्था मत एमती मैं तरतरिया कम मैं सब मुझे तरतर ही चापी चुपी दिए जो कबाट तो मो नख नुआ नख उठुचे आम बेबी आस नुआ नख दौड़ भी जोर भाईना कहले ना तो काटनी तल लगी काटनी से मन मन छाड़ बट मुझे लगे सब बेले छड़े कि दरद हो तो बहुत काटुचे मुझे मानने जो मानने व्रण हो जत्न खंडिया करते आप भिडियो पूर्व भिडियो तो जो रामपी रामपी खंडिया करी तो देख एमती तो भावुची भिडियोटा भल लगी तो हाँ मेन कर जरूरी आपण प्रेगनेंसी टाइम रे निज को कंट्रोल रे रखु आलू फालू करू जिते आपण माने आभोड करेंगे से भल यहाँ मो अभिज्ञता आपण मानक सेयार कर नुआ नुआ अभिज्ञता मोर हो माने 7 मास हवा बाला नुआ नुआ अभिज्ञता मोर माने उपजिला आपण मानक सेयार भी करदेली आप भिडियोटा भल लगे आपण मैंने सेयार करूना मत बहुत कष्ट हो सेयार करदे लाइक करदे फेसबुक इंस्टा को भी शेयर करदे एंड फॉलो करदे यूट्यूब को आप सब्सक्राइब करदे बेल आइकन को प्रेस करदे नुआ नुआ वीडियो आप देखिए तो मुझे आगे को आसब 7 मंथ जो 7 मंथ बेबी शावर बेबी शावर तो आप देखिए तो भावुची भिडियोटा भल लगे लाइक शेयर सब्सक्राइब निश्चय करदे फेसबुक इंस्टा फॉलो करदे तो रखिली भावुची भल लगे रही टाटा जय जगन्नाथ जय माता लाइक कर कमेंट कर भिडियोटा भाइराल कर